କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା ନିବେଦନ କରିଛନ୍ତି ବୀରେନ୍ଦ୍ର କୁମାର ପଣ୍ଡା। ସଂସାରରେ ପ୍ରତ୍ୟେକ ଲୋକ ପରିବାର ବିନା କେବେ ଜନ୍ମ ନେଇ ପାରିବ ନାହିଁ। ଜନ୍ମ ହେବା ପାଇଁ ତ ବାପା ମା ଦରକାର। ତେଣୁ ଏସବୁ ଦୃଷ୍ଟିରୁ ଆମକୁ ଯିଏ ଆଣିଛି ତାଙ୍କୁ କଷ୍ଟ ଦେବାନି, ଆଉ ଭବିଷ୍ୟତରେ ମୁଁ ପରିବାର ତିଆରି କଲେ ମୁଁ ଯାହାକୁ ସଂସାରକୁ ଆଣିବି ତାଙ୍କୁ ମଧ୍ୟ ଅମଣିଷ କରିବି ନାହିଁ। ମୋ ବାପା ମାଙ୍କୁ ମୁଁ କେବେ ସେବାରୁ ବଞ୍ଚିତ କରିବି ନାହିଁ। ଏଥିପାଇଁ ଗୋଟେ ଭଲ ପରିବାର ଆବଶ୍ୟକ। ଭଲ ପରିବାରରେ ଗୋଟେ ଏକତା ଆବଶ୍ୟକ। ଯଦି ପରିବାର ଭିତରେ ଏକତା ନଥିବ ତାହେଲେ ଆମେ କ'ଣ ଆମ ପିଲାକୁ ଶିଖେଇବା ବା ନିଜେ କ'ଣ ଶିଖିବା? ଏକତା ଆସେ କେମିତି ଚିନ୍ତା କରନ୍ତୁ। ଆପଣ ଦେଖିଥିବେ ଗୋଟେ ଫୁଲମାଳ ଭାରି ସୁନ୍ଦର ଦେଖାଯାଉଛି, କିନ୍ତୁ ଫୁଲମାଳ ଭିତରେ ଗୋଟେ ସୂତା ଅଛି ବୋଲି ଏ ଫୁଲ ଗୁଡ଼ିକ ସବୁ ଏକତ୍ର ହେଇକି ରହିଛି। ଠିକ୍ ସେମିତି ପରିବାର ଭିତରେ ଯଦି ସ୍ନେହ, ଶ୍ରଦ୍ଧା, ସୌହାର୍ଦ୍ଦ୍ୟ ଏବଂ ସହନଶୀଳତା ଆଦି ଅନେକ ସୂତା ରହିବ ନା, ପରିବାର କେବେ ବିଭାଜନ ହେବ ନାହିଁ। ସେଥିପାଇଁ ପ୍ରଥମେ ଦରକାର ମାତା ପିତା ଆମକୁ କିଛି ସୁସଂସ୍କାର ଦେବେ। ସକାଳୁ ଉଠିକି ପିତାମାତା ପ୍ରଣାମ କରିବା, ସକାଳୁ ଉଠି ସାଙ୍ଗରେ ଭଜନ କରିବା। ସବୁଠାରୁ ଭଲ କଥା ହେଉଛି ଯେଉଁ ପରିବାରରେ ସାଙ୍ଗରେ ଭଜନ କରନ୍ତି, ସାଙ୍ଗରେ ଭୋଜନ କରନ୍ତି, ସେ ଘରେ କେବେ ବିଭାଜନ ହେବନି। ଆମ ଭିତରେ ସ୍ୱାର୍ଥ ବଢ଼ିଯାଉଛି, ଆମ ଭିତରେ ସଂକୀର୍ଣ୍ଣତା ବଢ଼ିଯାଉଛି। ମା ଯଦି ମୋ ମଳମୂତ୍ର ପରିଷ୍କାର କରିନଥାନ୍ତା, ବାପା ଯଦି ମୋତେ କାନ୍ଧରେ ପକାଇ ଡାକ୍ତରଖାନା ନେଇ ନଥାନ୍ତା, ଯଦି ଗୁରୁଜନମାନେ ମୋତେ ପାଠ ପଢ଼େଇ ନଥାନ୍ତେ ବା ତାଙ୍କ ଶିକ୍ଷା ଦେଇ ନଥାନ୍ତେ, ତାହେଲେ ମୁଁ କ'ଣ ଏଇଭଳି ମଣିଷଟିଏ ହେଇପାରିଥାନ୍ତି? ପରିବାରରେ ଏକତା ରହିବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ ନା, ଗୁରୁଜନମାନଙ୍କ କଥାକୁ ନିର୍ବିଘ୍ନରେ ମାନି ନେବା। ଆମେ ତ ରାମାୟଣ ପଢୁଛେ। ରାତି ପାହିଥିଲେ ରାମଚନ୍ଦ୍ର ରାଜା ହେଇଥାନ୍ତେ। ରାତି ପାହିଲା ପରେ ଶୁଣିଲେ ଯେ ବଣକୁ ଯିବାକୁ ପଡ଼ିବ। ବାପା ସହିତ କେବେ ଯୁକ୍ତି କରିଛନ୍ତି? ବାପାଙ୍କର ଆଦେଶକୁ କେବେ ଅବଜ୍ଞା କରିଛନ୍ତି? ତେଣୁ ବାପା ମା, ଗୁରୁଜନ, ବଡ଼ ଭାଇ, ବନ୍ଧୁ ବାନ୍ଧବ, ଗୁରୁଜନ ମାନେ ଆମକୁ ଯାହା କହିବେ ନିର୍ବିବାଦରେ ମାନି ନେବା। ଯଦି ତାହା ସମାଜ ପାଇଁ କ୍ଷତିକାରକ ହେଉଥାଏ ତାହେଲେ ବାପା ମାଙ୍କ ପାଖରେ ବସି କହିବା, ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜରେ କ୍ଷତି ହେବ, ଆପଣ ମୋତେ ଏପରି ଆଦେଶ ଦେଲେ କେମିତି? ପୁଣି ଆମେ ଦେଖିବା ଯେଉଁ ଘରେ ବୋହୂଟିଏ ଶାଶୁଟି ଅଛି, କିମ୍ବା ମୋ ଝିଅଟିକୁ ମୁଁ ଯେଉଁ ଘରକୁ ବୋହୂ କରି ପଠେଇଲି, କିମ୍ବା ଅନ୍ୟ ଘରୁ ଝିଅଟିଏ ମୁଁ ବୋହୂ କରି ଆଣିଲି। ଆପଣ ଚିନ୍ତା କରନ୍ତୁ, ଗୋଟିଏ ଝିଅ ପଠେଇଲି ଆଉ ଗୋଟିଏ ଝିଅ ଆଣିଲି। ଯଦି ମାଟି ଏକଥା ଭାବନ୍ତା ତାହେଲେ ଶାଶୁ ନ ହୋଇ ସେ ମା ହେଇଯାଆନ୍ତା। ଝିଅଟା ଯଦି ଭାବନ୍ତା ଗୋଟିଏ ମାକୁ ଛାଡ଼ିଲି ଆଉ ଗୋଟେ ମା ପାଇଲି, ସେତେବେଳେ ଶାଶୁ ବୋହୂର ଝଗଡ଼ା ହୁଅନ୍ତାନି। ଆଜିକାଲି ଲୋକେ ବୋହୂଟି ଝିଅ ହୋଇପାରୁନି କି ଶାଶୁଟି ମା ହେଇପାରୁନି। ଏଥିପାଇଁ ଛୋଟ ଛୋଟ କଥାରେ ଝଗଡ଼ା ଚାଲିଛି। ଏହାଦ୍ୱାରା ପରିବାର ଭାଙ୍ଗି ଯାଉଛି। ବିଚରା ପୁରୁଷ ଲୋକଟି ଏତେ କଷ୍ଟ ପାଉଛି, ସେ ମାକୁ ସମ୍ମାନ ଦେବ ନା ସ୍ତ୍ରୀକୁ ସ୍ନେହ କରିବ? ତେଣୁ ପରିବାରକୁ ଏକଥା ରହିବାକୁ ହେଲେ ଟିକେ ସହନଶୀଳତା ହେବା। କିଛି ଦିନ ପରେ ଯେତେବେଳେ ମା ଯିବେ, ମୁଁ ତ ଏଇ ଘରର ମାଲିକ ହେବି, ତେଣୁ ପ୍ରଥମେ ମାକୁ ସମ୍ମାନ ଦେଲେ ଆମର କ'ଣ କ୍ଷତି ହେଇଯିବ? ପରିବାରରେ ପ୍ରତ୍ୟେକ ଲୋକଙ୍କର ଭଲ ମନ୍ଦ ଦୋଷ ଥାଏ। ଛୋଟ ପିଲାଟେ ଦୋଷ କଲା ପରେ ମା ତାକୁ ମାରେ ନା ତାକୁ ପାଖରେ ବସି ବୁଝାଏ, ବାବୁରେ ଏପରି କଥା କହିବୁ ନାହିଁ, ଏପରି କାମ କରିବୁ ନାହିଁ, ଏଇ କାମ କଲେ ଆମ ପରିବାର ନଷ୍ଟ ହେବ। ଠିକ୍ ସେମିତି ଯେତେବେଳେ ବାପା ମା ମାନେ ବୁଢ଼ାବୁଢ଼ୀ ହେଇଯିବେ, ଆମେ କ'ଣ କହୁଛୁ, ବାଳକ ବୃଦ୍ଧ ସମାନ। ଯଦି ସେମାନେ ବାଳକ ପରି, ସେମାନେ ଯଦି କେତେବେଳେ ଆମକୁ କଠିନ କଥା କହିଦେଲେ, ଟିକେ ତାକୁ ସହିଗଲେ, ହସିଦେଲେ, କିମ୍ବା ବାପାଙ୍କୁ କହିଲେ, ବାପା ଆପଣ ଏ ବୟସରେ କ୍ରୋଧ କଲେ ଆପଣଙ୍କୁ ବହୁତ କଷ୍ଟ ହେବ, ଆପଣ ରାଗନ୍ତୁ ନାହିଁ। ବୋହୂ ଯେତେବେଳେ କିମ୍ବା ପୁଅ ଯେତେବେଳେ ଏଇଭଳି ମଧୁର କଥା କହିବ, ବାପା ମା କ'ଣ ରାଗିପାରିବେ? ତେଣୁ ପରିବାରକୁ ଏକାଠି ରଖିବା ପାଇଁ, ଏକତାବଦ୍ଧ କରିବା ପାଇଁ ପ୍ରାତଃକାଳରେ ଉଠନ୍ତୁ। ନିତ୍ୟକର୍ମ ପରେ ସମସ୍ତ ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ। ତାପରେ ସମସ୍ତେ ଏକାଠି ବସି ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ତାପରେ ନିଜ ନିଜର କର୍ମ, କିଏ ପାଠ ପଢୁ, କିଏ ଚାଷ କରୁ, କିଏ ରୋଷେଇ କରୁ, ଯୋଉ କାମ କରନ୍ତୁ। ତାପରେ ଭୋଜନ ମଧ୍ୟ ସାଙ୍ଗରେ କରନ୍ତୁ। ଦ୍ୱିତୀୟ କଥା ହେଉଛି, ସନ୍ଧ୍ୟାବେଳେ ପୁଣି ଫେରିଆସିଲା ପରେ ଆପଣମାନେ ମଧ୍ୟ ସାଙ୍ଗରେ ଟିକେ ପ୍ରାର୍ଥନା କରନ୍ତୁ। ସାଙ୍ଗରେ ବସି ଯଦି ଈଶ୍ୱରଙ୍କୁ ଉପାସନା କରିବା ନା, ଆମ ଭିତରେ ଥିବା ରାଗ, ଆମ ଭିତରେ ଥିବା ବୈମନସ୍ୟ, ଆମ ଭିତରେ ଥିବା ପାର୍ଥକ୍ୟ କିପରି ଦୂରେଇ ଯିବ ଆପଣ ଚିନ୍ତନ କରିପାରିବେ ନାହିଁ। ଟିକିଏ ଯଦି ସହି ନେବା, ଜୀବନ ସାରା କହିବା। ତେଣୁ କେତେବେଳେ କହିବି, କେତେବେଳେ ସହିବି, କ'ଣ କହିବି, କିପରି ଚଳିବି, ଏଇଗୁଡ଼ିକ ଯଦି ନୀତି ଆଦର୍ଶ ଯୁକ୍ତ ହେଇଯିବ ନା, ସେ ପରିବାର କେବେ ବିଭାଜନ ହେବନି। ଯିଏ ନଇଁଯାଏ ତାକୁ ଆଶୀର୍ବାଦ ହିଁ ମିଳେ। ଟିକେ ନଇଁ ଯାଆନ୍ତୁ, ସମସ୍ତ ପରିବାର ସୁଫଳ ହେଇଯିବ।